आम चैनल रो ना है लोनी टिनी चैनल। आज आपण मानक आम चैनल को अनेक अनेक शुभेच्छा और अभिनंदन। आसतु दर्शक बंधु आज लोनिकार कहीं खुशी अच्छे आसतु जाना ता पाखु। मामा कौन कर कट जाऊ कि आज तू आज वो गांव के जाछ बहुत बहुत मला खुशी अछि। खुशी हां दर्शक बंधु मु आज मो गांव को जाछ। आपण माने भी चलंतु आपण मान को मु देखेबी हम गां रे के अछि आ कोन कोन सेठी हुए। असंत गांव बुली जीवा देखंतु दर्शक बंधु आमे तो गांव पाखा पाखी गले मु तो बहुत खुशी अछि गांव को जीवी। आ मो पापा आउरी खुशी अछि काहे ना से तांका घर को जाय छै। देखो दर्शक बंधु कितने सुंदर सीनेरी। निश्चित आपण मन की सीनेरी बहुत भल लगे। देखो दर्शक बंधु कितने सुंदर जंगल पूरा घंच जंगल आम गाँव को गला बेले यहाँ बाटे पड़े जंगलटा ये प्रबल परिमाण हाथी अच्छा। राति सन्ध्या बेले ये बहुत हाथी बाहर और राति से एत लोक पाक जाती जी जैसे कार जाती बाइक कि सैकेल जीवा टे कष्ट। और केते घंच जंगल देखो ये महुल गछ केन्दु गछ बहुत अच्छी। एपटे लनिका तार घर पहुँचब केत भाभी भाभी निदर शोगला अपेक्षा करके पूरा शोगला। ये देखु ये आम गाँ पहाड़ आ साइड पहाड़ सरिले आम घर पड़ो। देखु एपटे धान बिल को सेपटे पहाड़ केते सुंदर माने आम गाँटा पूरा प्राकृतिक सौंदर्य भरपूर। आपण मानकु निश्चित वीडियो भल लगे। पहुंची गले आम गाँव घर भीतर को जीवा पूर्व सुंदर पोखरी विराट बड़ पोखरी अच्छी। चलते ए गाँव घर भीतर को बुली जा। पहुंची जाइए ये रे मजा जे ये देखो सकाळ जलखिया आमर बुंदिया हो गला पूरी और मटर तरकारी हम खाइबा समस्त भोक भी लगला। ये कका मटा दौरान पूरी हम मसला भी आम सब रेडी हो गला। ये तरकारी हो गले आम समस्ते खाइबा। आम दर्शक बंधु आज गाँव में तो अच्छे ए देखो आज आम गड़िया माछ धरा हो जाल पड़ी। देखो केमती लनिका और पापा केमती माछ धरुं समस्ते गाँव में तो अच्छा आमर देखो केमती सब मजा मस्ती कर। आमर भाई बाउंस कंटा सब जो गड़िया पड़ी सफा कर कहीं न खुले तो माछ धरी हेनी सब नहीं जाऊँ माछ धरिकी से बापा सब पकई देते कंटा। देखे मामा बड़े सीधा करके देखा। भाई रेडी कर जाल पकेबे गड़िया केमती जाल खुलुची कि नहीं देखु केमती भाई पकाउछन जाल आसन देखा। देखो दर्शक बंधु भाई केते सुंदर जालटी फिंगिदेले पूरा भी खुली जाइए। भाई और लनिकार पापा मिसी दी जन टाणी दौरान कहीं टाणी देले जल्दी माछ पड़ जाए से रंगीन
ଦେଖନ୍ତୁ ମାଛ ତ ଚାଲିଛି ଧରା, ତାର ଏପର୍ଯ୍ୟନ୍ତ ଗୋଟେ ବି ମାଛ କାହିଁ ବଡ଼ ମାଛ ଧରି ନାହାନ୍ତି। ଆଉ କହୁଛନ୍ତି ତ ଧରିଛନ୍ତି କ'ଣ, ଦେଖନ୍ତୁ କେତେ ବଡ଼ ମାଛଟା ଧରିଛନ୍ତି। এটা কি মাছ? ବଢ଼ିଆ ବିହନ ହେଇଥିବ ବି। ଏଇଟା ଆଶା ଖାଇଛ ସବୁଦିନ, ମୋ କତିରୁ ଭାତ ଢେର ଖାଇଛି। ପାଟିଟା କେରେ କରୁଛି ଦେଖୁଛନ୍ତି ନା? କଲର୍ କରୁଛନ୍ତି। ଏଠି ଆମର ପୁଣି ରୋଷେଇ ତ ଚାଲିଛି ଏପଟ ସାଇଡ଼୍ରେ, ଆଉ ସେପଟେ ମାଛ ଧରା ଚାଲିଛି, ଏପଟେ ରୋଷେଇ ଚାଲିଛି। ଦିଆଡ଼େ ହେଲେ ଜଲ୍ଦି ହେଇଯିବ ରୋଷେଇ, ସବୁ ଖିଆପିଆ ବି ଜଲ୍ଦି ହେଇଯିବ। ଅପା ଏଠି ହେଲ୍ପ କରୁଛନ୍ତି ପିଆଜ କଟା, ରସୁଣ ମସଲା ଛଡ଼େଇବାରେ। ଆଉ ଏପଟେ ବି କ୍ଷୀରି ବି ବସିଗଲାଣି, ହେଇ ଆସିଲାଣି। ଅପା କ୍ଷୀରି ଡାଙ୍ଗୁଛନ୍ତି କାହିଁକିନା ତଳି ଲାଗିଯିବ। ଏପଟେ ରସୁଣ ଅଦା ସରିଯାଇଥିଲା, ପୁଣି ବାପା ଯାଇକି ଅଦା ରସୁଣ ଆଉ ଥରେ ଆଣିଲେ। ଲନିକା ନେଇକି ଯାଉଛି ଦେବା ପାଇଁ ତା ପିଇସିଙ୍କୁ। ପୁଣି ଏପଟେ ଆଉ ଥରେ ଜାଲ ଝଡ଼ା ହେଲାଣି, ମାଛ ପକାଇବେ। ଆଉ ଦେଖାଯାଉ ପୁଣି ଏଥର ମାଛ ଆଉ ପଡ଼ୁଛି କି ନା, ଆସନ୍ତୁ ଦେଖିବା। ଆଜି ଅନୁକୂଳ ଠିକ୍ ଅଛି, ମାଛ ଧରିଲେଣି। ସେ ପୁରା ଘିନି ଆଣିବ, ପୁରା ମାନେ ପୁରା କାଟିକି ନେବେ କହିଲେ। ହଁ କାହାକେ ଦେଇ ହବନି ମାଛ, ଯିଏ ଧରିବ ସିଏ ନବ। ବଡ଼ ଗୋଟେ ଥାଉ ଆଉ ଗୋଟେ ଅଛି। ମିନୁ ପା ମାଛ ଟିକେ ଧରିକି ବହୁତ ଖୁସି ହେଉଛନ୍ତି, କାହିଁକିନା ସେ ଭାବୁଛନ୍ତି କେତେବେଳେ ଭଜା ହେଲେ ଖିଆ ହେବ। ଏଇଟା ଲନିକା ଦେଖନ୍ତୁ, ଗୋଟେ ପାଗଡ଼ା କୋଳି ମିଳେ ଏପଟେ ଜଙ୍ଗଲ ମାନଙ୍କରେ ବେଶୀ ଏଇଟା ମିଳେ। ସେ ତାର ଖାଉଛି ଏଇଟା, ସେଇଟା ଟିକେ ଖଟା ଲାଗେ, ଏପଟେ ଖାଉଛି। ତାକୁ କିନ୍ତୁ ଭଲ ଲାଗୁଛି ଖାଇବା ପାଇଁ। 300 ଟଙ୍କା କିଲୋ ମାଛ, ମୁଁ ସେମିତି 70 ଟଙ୍କା ଆଣିଥିଲି ପରା। ଏ ଦେଖନ୍ତୁ ଆମର ସବୁ ମାଛ ଧରା ହେଇଛି। ଏଠି ଅପା ସବୁ 2 ଜଣ ଛୁରୀ ଆଉ ପନିକି ତାକୁ ସବୁ ଧାର କଲେଣି କାଟିବା ପାଇଁ, କାହିଁକିନା ବଡ଼ ମାଛଟା ଧାର କଲେ କାଟି ହେବନି। ମୋ ଅପା ଏକା 2 ଜଣ ଯାକ ମାଛ କାଟିବାରେ ପୁରା ମାହିର। ଆଉ ଦେଖନ୍ତୁ ପୁରା କେତେ ସୁନ୍ଦର ସେ କାଟି ଛଡ଼େଇକି ତାକୁ କାଟୁଛନ୍ତି। ଆଉ ସେ ଅଧା ଛୋଟ ଛୋଟ ମାଛଟା କାଟି ସାରିଲେଣି, ଆଉ ଏଇ ବଡ଼ ମାଛ ଯାହା ହଉ 3ଟା ଅଛି କାଟିବା ପାଇଁ, କେତେ ସୁନ୍ଦର ସେ ଛଡ଼େଇକି କାଟି ଦେଉଛନ୍ତି। ବହୁତ କମ୍ ସମୟରେ ବି କାଟି ଦେଉଛନ୍ତି। ଏ ଦେଖନ୍ତୁ ଦର୍ଶକ ବନ୍ଧୁ, ମୋ 2 ଅପା କେମିତି 2ଟା ମାଛ ଆମର ଯେଉଁ ଧରା ହେଇଛି ଗଡ଼ିଆରୁ କାଟୁଛନ୍ତି। ଦେଖିବା ଆମେ କିଏ ଜଲ୍ଦି କାଟି ପାରୁଛନ୍ତି, ଆଉ ଯିଏ ବେଶୀ ଜଲ୍ଦି କାଟିବ ସିଏ ବେଶୀ ମାଛ ଭଜା ଯିବ। କକା ଏଇ ଯେଉଁ ପାଚିଲା ଆମ୍ବର କଲେ ଭଲ ଲାଗିବ ନା ଖଟା? ଆମ୍ବ ପଡ଼ିଲା, ଖାଇଦେ, ଖାଉନୁ। ଆମର ଏବେ ମାଛ କଟା ସରିଗଲାଣି। ଏବେ ଏପଟେ ମଟନ୍ ବସିଗଲାଣି, ପିଆଜ ଭଜା ଚାଲିଛି। ଆଉ ଆଜି ବହୁତ ବି ଗରମ ହେଉଛି, ଜଲ୍ଦି ରୋଷେଇ ସରିଗଲେ, ଖିଆପିଆ ସରିଗଲେ ସମସ୍ତେ ଟିକେ ରେଷ୍ଟ ନେବେ। ଏପଟେ ଦେଖନ୍ତୁ ଆଜି ମସଲା ବି କଷା ହେଲାଣି। ଏପଟେ ମଟନ୍ ବି ପଡ଼ିଗଲା। ଦର୍ଶକ ବନ୍ଧୁ, ଆପଣ ଯେତେ ଗ୍ୟାସ୍ରେ ମଟନ୍ ହେଉ ଚିକେନ୍ ହେଉ ଆପଣ ରୋଷେଇ କରନ୍ତୁ, କିନ୍ତୁ କାଠ ଚୁଲିରେ ଗୋଟେ ଅଲଗା ଟେଷ୍ଟ। ଆମେ ସମସ୍ତେ ଯେତେବେଳେ ଗାଁକୁ ଆସୁ, ଆମର ଏଇ କାଠ ଚୁଲିରେ ସବୁ ଆମିଷ ହୁଏ, ଆଉ ତାର ଗୋଟେ ଟେଷ୍ଟ ପୁରା ଅଲଗା ପୁରା। ଏବେ ଆମର ବଡ଼ ଲୋକମାନେ ଖାଇସାରିଲେଣି, ଆଉ ଆମେ ଖାଲି ଲେଡ଼ିଜ୍ ଗ୍ରୁପ୍ ଖାଇବାର ବାକି ଥିଲା। ମା ଖାଉଛନ୍ତି ଏଠି, ଆଉ ମୋର ବି ବଢ଼ା ହେଇଛି ଏଠି ଖାଇବା। ଆଉ ଅପା 2 ଜଣ ବି ବସିଲେଣି, ମାଛ କାଟି କାଟି ଆଜି ଥକିଗଲେଣି 2 ଜଣ, ଭୋକ ଲାଗିଲାଣି ସେମାନଙ୍କୁ। ଆଉ ସେମାନେ ବି ଖାଉଛନ୍ତି, ଆମେ ବି ଖାଇବା ସବୁ, ମା ବି ଖାଇଲେଣି। ମୁଁ ବି ଟିକେ ଏବେ ଖାଇଦିଏ, ମୋତେ ବି ବହୁତ ଭୋକ ଲାଗିଲାଣି। ଆଜି ଲନିକା ବହୁତ ଜଲ୍ଦି ଉଠିଥିଲା, ସେପାଇଁ ସେ ଆଜି 2 ପରେ ଖାଇବା ସମୟରେ ଶୋଇପଡ଼ିଛି। ଆମେ ସମସ୍ତେ ଖାଇସାରିଲା ପରେ ସେ ଉଠିଲା।
ଆଉ ସିଏ ତାର ଏବେ ଭାତ ଖାଇବନି ମନା କଲା, ସିଏ ତାର ମୁଢ଼ି ମାଂସ ଖାଇଲା। ଆମର ତ ମୟୂରଭଞ୍ଜରେ ମୁଢ଼ି ମାଂସ ପୁରା ଫେମସ୍, ଆଉ ମଟନ୍ ମୁଢ଼ିର ତ ଗୋଟେ ଅଲଗା ଟେଷ୍ଟ। ସେ ଏବେ ମୁଢ଼ି ଖାଉଛି। ଏବେ ବସି ଆମର ଭାତ ଖିଆ ତ ସରିଗଲା, ଏବେ ଗରମରେ ପୁରା ଆଇସ୍କ୍ରିମ୍ ଟିକେ ଖାଇବା ଦରକାର ହେଉଛି। ଆଉ ସେଥିପାଇଁ ଅପା ଏଇନେ ସମସ୍ତଙ୍କୁ ଆଇସ୍କ୍ରିମ୍ ବାଢ଼ିକି ଦେଉଛନ୍ତି ସମସ୍ତେ ଖାଇବା ପାଇଁ। ଆଉ ପିଲାରୁ ବୁଢ଼ା ଯାଏଁ ସମସ୍ତଙ୍କୁ ଆଇସ୍କ୍ରିମ୍ଟା ଭଲ ଲାଗେ ଖାଇବା ପାଇଁ, ଆଉ ସମସ୍ତେ ଖାଉଛନ୍ତି। ଆମର ତ ଲନିକା ପୁରା କହୁଛି ଯେ କେହି ଖାଉନି, ସବୁକୁ ମୋତେ ଦେଇଦିଅ, ସବୁ ମୁଁ ଖାଇଦେବି। ଏବେ ଲନିକା ଜେଜେଙ୍କ ପାଖରେ ଆଉ କଟି ଭାଇ ପାଖରେ ବସିକି କ'ଣ ତାର କଥା ହେଉଛି। ଘରକୁ ଯିବା ଟାଇମ୍ ଆସିଗଲାଣି, ତାର ମନ ବି ଦୁଃଖ ଭାରି ହେଉଛି ଏବେ, କାହିଁକିନା ଆସିଥିଲା ଗାଁରେ ଖେଳୁଥିଲା ବୁଲୁଥିଲା, କେତେ ମଜା କରୁଥିଲା, ସେ ପାଇଁ ତା ମନ ବହୁତ ଦୁଃଖ। ଆମେ ଏବେ ଦୋସ୍ତ ବନ୍ଧୁ ବାହାରିଲୁଣି ଯିବୁ, ଆଉ ଅପା ଆମ ସାଙ୍ଗରେ ଯିବେ। ଆମେ ଅପାଙ୍କୁ ତାଙ୍କ ଘରେ ଛାଡ଼ିକି ଆମେ ଆମ ଘରକୁ ଯିବୁ। ହଁ ପାନି ଏଇଠି ଦେଖନ୍ତୁ ଦର୍ଶକ ବନ୍ଧୁ, ଆମ ଘର ସାମ୍ନାରେ ଗୋଟେ ବହୁତ ବଡ଼ ପଦ୍ମ ପୋଖରୀ ଅଛି, ଆଉ ସେଠି ବି ପଦ୍ମ ଫୁଲ ବି ବହୁତ ହେଇଛି। 2 ପ୍ରକାର ପଦ୍ମ ହେଇଛି ଏଠି, ଧଳା ପଦ୍ମ ଆଉ ହେଉଛି ଗୋଲାପୀ ପଦ୍ମ। ଆଉ ରାଧିକା କେତେ ନାଚ ତୋତେ? ଆମେ ଏବେ ଗାଡ଼ିରେ ବସି ସାରିଲୁଣି, ଆଉ ଲନିକାର ମନଟା ବହୁତ ଦୁଃଖ ହେଉଛି। ସମସ୍ତଙ୍କର ତ ମନ ଦୁଃଖ, କିନ୍ତୁ ଲନିକାର ମନଟା ବେଶୀ ଦୁଃଖ ହେଉଛି। ପାଠ ପଢ଼ା ଖେଳୁଥିଲା ବୁଲୁଥିଲା, ମନ ଖୁସି ଥିଲା ତାର, ଆଉ ସେଇପାଇଁ ସେ ଦୁଃଖ କରୁଛି। ଆମେ ଏବେ ଆମର ଗାଡ଼ି ଚାଲିଲା, ଆମେ ପଳେଇ ଆସିଲୁଣି, ଘରୁ ବାହାରି ଆସିଛୁ। ଏ ଆମ ଗାଁ ମନ୍ଦିର ସବୁ, ଏଠି ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ମହାଦେବ ମନ୍ଦିର ସବୁ ଅଛି। ଏବେ ଦର୍ଶକ ବନ୍ଧୁ ଆମେ ଅପାଙ୍କୁ ଯାଉଛୁ ଛାଡ଼ିବା ପାଇଁ, ଛାଡ଼ିକି ଆମେ ଆମ ଘରକୁ ଯିବୁ। ଏବେ ଆମେ ଅପାଙ୍କୁ ଛାଡ଼ିକି ପଳେଇ ଆସିଲୁଣି, ଆଉ ଗାଁ ବୁଲା ସରିଗଲା ଆଜି। ଆପଣମାନେ ତ ଆମ ଗାଁ ବୁଲିଲେ, ଆପଣମାନଙ୍କୁ ଆମ ଗାଁ କେମିତି ଲାଗିଲା ଆପଣ କମେଣ୍ଟରେ ଜଣାଇବେ। ଆଉ ଦର୍ଶକ ବନ୍ଧୁ, ଆମର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଆପଣ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ମା।